ସୁନ୍ଦର ସ୍ୱାସ୍ଥ୍ୟ ନିରୋଗୀ ଜୀବନଯାପନ ନିମନ୍ତେ ବାଲିକୁଦା ପଞ୍ଚାୟତ ସମିତି ଅନ୍ତର୍ଗତ ବୋରିକିନା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ 10 ଲକ୍ଷରୁ ଉର୍ଦ୍ଧ୍ୱ ସରକାରୀ ଅନୁଦାନରେ ଜିମ୍ ସେଣ୍ଟର ନିର୍ମାଣ କରାଯାଇଛି। ବାଲିକୁଦା ବ୍ଲକ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଅଛି। ଜିମ୍ ସେଣ୍ଟର ନିର୍ମାଣ କାର୍ଯ୍ୟ 8 ମାସ ବିତିଗଲାଣି ହେଲେ ପୂର୍ଣ୍ଣାଙ୍ଗ ହୋଇନାହିଁ। ଲଘୁଚାପ ବର୍ଷାରେ ଜିମ୍ ସେଣ୍ଟର ଚତୁଃପାର୍ଶ୍ୱ ବୁଡ଼ି ରହିବା ଦ୍ୱାରା ଜିମ୍ ଉପକରଣ କଳଙ୍କି ଲାଗି ନଷ୍ଟଭଷ୍ଟ ହୋଇଗଲାଣି। ଏଥିପ୍ରତି ବିଭାଗୀୟ ଯନ୍ତ୍ରୀଙ୍କର ନିଘା ନାହିଁ କି କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। ଅନେକ ଦିନ ହେବ ଜିମ୍ ସେଣ୍ଟର କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ନ ପାରିବାରୁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଯନ୍ତ୍ରୀ ଜିମ୍ ସେଣ୍ଟରର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ କେବେ ସମ୍ପୂର୍ଣ୍ଣ କରିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଗତସିଂହପୁରରୁ ଜ୍ୟୋତିରଞ୍ଜନ ପରିଡ଼ାଙ୍କ ରିପୋର୍ଟ।